ଭକ୍ତମାନେ ସୂର୍ଯ୍ୟାସ୍ତ ପରେ ଯଦି ଆପଣ ଘରୁ ଏହି 5ଟି ଜିନିଷ କାହାକୁ ଦେଇ ଦେଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ଶାସ୍ତ୍ର ଅନୁସାରେ ଏହି ଭୁଲ କଲେ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଆନ୍ତି ଏବଂ ଘରେ ଧନ ସମୃଦ୍ଧି ଧୀରେ ଧୀରେ କମିଯାଏ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ କହିବି ସୂର୍ଯ୍ୟାସ୍ତ ପରେ କେଉଁ 5ଟି ଜିନିଷ କେବେ ବି କାହାକୁ ଦେବା ଉଚିତ ନୁହେଁ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ପ୍ରଥମ କଥା ହେଉଛି ସୂର୍ଯ୍ୟାସ୍ତ ପରେ ଘରର ରୋଷେଇ ଘରୁ କୌଣସି ଧଳା ଜିନିଷ କାହାକୁ ଦେବା ଉଚିତ ନୁହେଁ, ଯଥା ଚାଉଳ, ଅଟା, ଲୁଣ, ଚିନି କିମ୍ବା ଅନ୍ୟାନ୍ୟ ଧଳା ଖାଦ୍ୟ ପଦାର୍ଥ। ଯଦି କାହାର ଦରକାର ହୋଇଯାଏ ତେବେ ଆପଣ ଦୋକାନରୁ କିଣି ଦେଇପାରିବେ, କିନ୍ତୁ ନିଜ ରୋଷେଇ ଘରୁ ସୂର୍ଯ୍ୟାସ୍ତ ପରେ ଏହି ଜିନିଷ ଦେବା ଶୁଭ ମନା ହୋଇନାହିଁ। ଶାସ୍ତ୍ର ଅନୁସାରେ କୁହାଯାଏ ଯେ ଏହିପରି କଲେ ମା ଲକ୍ଷ୍ମୀ ଘର ଛାଡ଼ି ଯାଆନ୍ତି ଏବଂ ଘରର ଧନ ସମୃଦ୍ଧି କମିଯାଏ। ଦ୍ୱିତୀୟ କଥା, ହଳଦୀକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଏ। ତେଣୁ ସୂର୍ଯ୍ୟାସ୍ତ ପରେ ହଳଦୀ ଦେଲେ ମଧ୍ୟ ଘରରୁ ଲକ୍ଷ୍ମୀ ଚାଲିଯାଆନ୍ତି ବୋଲି ମନାଯାଏ। ଏହି କାରଣରୁ ଏହି ଭୁଲ କଲେ କେବେ ବି କରିବା ଉଚିତ ନୁହେଁ। ତୃତୀୟ କଥା, ରୋଷେଇ ଘରର ବେଲଣା, ଚକଳା ଏବଂ ତାୱା କେବେ ବି କାହାକୁ ଦେବା ଉଚିତ ନୁହେଁ, କାରଣ ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଆମେ ଏହାକୁ ଅନ୍ୟ କାହାକୁ ଦେଇ ଦେଉଛୁ ତେବେ ଆମର ଭାଗ୍ୟ ମଧ୍ୟ ସେହି ସାମଗ୍ରୀ ସହିତ ଘର ଛାଡ଼ି ଯାଇପାରେ। ଚତୁର୍ଥ କଥା, ଘରର ମହିଳାମାନେ ଅନେକ ସମୟରେ ଘରର ତିଜୋରୀ କିମ୍ବା ନିଜ ପାଖରେ କିଛି ଧନ ସଞ୍ଚୟ କରି ରଖନ୍ତି। ସେହି ଧନକୁ କେବେ ବି ଉଧାରରେ ଦେବା ଉଚିତ ନୁହେଁ, କାରଣ ସେହି ଧନକୁ ଘରର ଲକ୍ଷ୍ମୀ ରୂପେ ମନାଯାଏ। ଯଦି ସେହି ଧନ ଘରେ ସଞ୍ଚିତ ରହେ ତେବେ ଘରରେ ବରକତ ଓ ସମୃଦ୍ଧି ବଢ଼ିଥାଏ। ପଞ୍ଚମ କଥା, ଝାଡ଼ୁ କେବେ ବି କାହାକୁ ଦେବା ଉଚିତ ନୁହେଁ। ଆମର ହିନ୍ଦୁ ପରମ୍ପରା ଓ ଶାସ୍ତ୍ରରେ ଝାଡ଼ୁକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଏ। ଏହା କାରଣରୁ ଆମର ଜେଜେମା ମାନେ କହୁଥିଲେ ଯେ ଯଦି ଭୁଲରେ ଝାଡ଼ୁକୁ ପାଦ ଲାଗିଯାଏ ତେବେ ତାହାକୁ ପ୍ରଣାମ କରିବା ଉଚିତ। ଲକ୍ଷ୍ମୀ ପୂଜା ଦିନରେ ମଧ୍ୟ ଅନେକ ଘରରେ ଝାଡ଼ୁକୁ ପୂଜା କରାଯାଏ। ତେଣୁ ଘରର ଝାଡ଼ୁକୁ କାହାକୁ ଦେବା ଉଚିତ ନୁହେଁ। ଯଦି ପୁରୁଣା ହୋଇଯାଏ ତେବେ ଆପଣ ତାହାକୁ ନଦୀରେ ପ୍ରବାହିତ କରିପାରିବେ। ଏହା ସହିତ ଅନ୍ୟ ଘରର ଝାଡ଼ୁକୁ ମଧ୍ୟ ନିଜ ଘରରେ ବ୍ୟବହାର କରିବା ଶୁଭ ମନା ହୋଇନାହିଁ, କାରଣ ଏମିତି କଲେ ଘରର ମା ଲକ୍ଷ୍ମୀ ରୁଷ୍ଟ ହୋଇପାରନ୍ତି। ତେଣୁ ଭକ୍ତମାନେ ସୂର୍ଯ୍ୟାସ୍ତ ପରେ କିମ୍ବା ସାଧାରଣତଃ ମଧ୍ୟ ଏହି 5ଟି ଜିନିଷ କେବେ ବି କାହାକୁ ଦେବା ଉଚିତ ନୁହେଁ। ଏହି ଛୋଟ ଛୋଟ କଥାମାନେ ଆମ ଘରର ସୁଖ, ଶାନ୍ତି ଓ ସମୃଦ୍ଧିକୁ ରକ୍ଷା କରିଥାଏ। ଯଦି ଆପଣ ମା ଲକ୍ଷ୍ମୀଙ୍କ କୃପା ନିଜ ଘରେ ରଖିବାକୁ ଚାହୁଁଛନ୍ତି ତେବେ ଏହି କଥାକୁ ସବୁବେଳେ ମନେ ରଖନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ। ଜୟ ଜଗନ୍ନାଥ।